ଛୋଟ ଛୋଟ ପିଲାମାନେ ଆଜିର ଗପ ମନ ଦେଇକି ଶୁଣିବ। ଥରେ କ'ଣ ହେଇଛି ନା, ଗୋଟେ ରତନପୁର ବୋଲି ଗୋଟିଏ ଗାଁ ଥିଲା। ସେ ଗାଁରେ ବହୁତ ଲୋକ ରହୁଥିଲେ। ସେ ଲୋକମାନଙ୍କ ମଧ୍ୟରେ ଗୋଟେ ରତନା ବୋଲି ମଧ୍ୟ ବୁଢ଼ାଟିଏ ଥିଲା। ତାଙ୍କ ଘରେ ସେ ବୁଢ଼ାଟିଏ ଆଉ ବୁଢ଼ୀଟିଏ ଦୁଇ ଜଣ କେବଳ ରହୁଥିଲେ, ଆଉ ତାଙ୍କର ଛୁଆ ପିଲା କେହି ନଥିଲେ। ତ ଦୁଇ ଜଣ ଯାକ ଘରେ ରହୁଥିଲେ। ରତନା ବୁଢ଼ାକୁ କିନ୍ତୁ ଗାଁ ଲୋକମାନେ ବେଳେବେଳେ ଚିଡ଼େଇ ଦିଅନ୍ତି। ବୁଢ଼ା ଲୋକଟା ତ, ତାକୁ ଟିକେ ଏଇ ରତନାପୁରର ରତନା ବୁଢ଼ା ଏମିତି ଚିଡ଼ାନ୍ତି। ଚିଡ଼େଇଲେ ବୁଢ଼ା ରାଗିଯାଏ। ରାଗିକି ପାଟିତୁଣ୍ଡ କରି ଘରକୁ ଆସିବ। ବୁଢ଼ୀ ତାକୁ ବୁଝାଏ, କାହିଁ ରାଗୁଛ, ପିଲାମାନେ ତ ସେମିତି କହୁଛନ୍ତି, ଗାଁ ପିଲା ତ ଏସବୁ କହି ଚଳିଦିଏ। ହେଲେ ସେ ଚଳନ୍ତି କେମିତି ନା, ବାରିପଟେ ଯାହା କିଛି ଶାଗ, ମୁଗ, ପନିପରିବା ସେମାନେ ଲଗେଇଥାନ୍ତି। ସକାଳୁ ସକାଳୁ ଉଠିକି ବୁଢ଼ା ଯିବ, ପନିପରିବା ଯାହା କିଛି ଲଗେଇଥିବ ତାକୁ ସବୁ ତୋଳିବ। ତୋଳିକି ଯିବ ହାଟକୁ, ହାଟରେ ବିକ୍ରି କରିବ। ଯାହା ପଇସା ମିଳିବ ସେଇଥିରେ ଡାଲି, ଚାଉଳ, ଖାଦ୍ୟଦ୍ରବ୍ୟ ଜିନିଷ କିଛି ଆଣିବ। ଆଉ ଯଦି ପଇସା ବଳିଲା ନେଇକି ଆସିବ, ବୁଢ଼ୀକି ଦେବ, ବୁଢ଼ୀ ରଖିଥିବ। ତ ସବୁବେଳେ ଏମିତି ଚଳନ୍ତି। ହେଲେ ବୁଢ଼ା ବେଳେବେଳେ ରାଗିଯାଏ ଯେ ଏ ଖରା ତରାରେ ମୁଁ ଯାଇକି ହାଟକୁ ସବୁ କରିକି ଆଣୁଛି, ବିକା ବିକ୍ରି ପଇସା ଦେଉଛି, ପଇସା ତକ ବୁଢ଼ୀ ରଖିଦେଉଛି, କିଛି ଭଲ ମନ୍ଦ ଖାଇବାକୁ ଦେଉନି। ବୁଢ଼ୀ କହିବ, ଆରେ ଆମେ ଯଦି ସବୁ ଖର୍ଚ୍ଚ କରିଦେବା ତାହେଲେ ଚଳିବା କେମିତି? ଆଗକୁ କେତେବେଳେ ବର୍ଷା ଦିନ ହେବ, କେତେବେଳେ କ'ଣ ହେବ, ଅସୁବିଧା ବେପାର ହେବନି, ଆମେ ତ ପୁଣି ଚଳିବା ନା। ତେଣୁ କିଛି କିଛି ପଇସା ରଖୁଥିଲେ ଭଲ। ଏମିତି ଝଗଡ଼ାଝାଟି କରନ୍ତି, ପୁଣି ଦୁଇ ବୁଢ଼ା ବୁଢ଼ୀ ଥାଆନ୍ତି। ହେଲେ ଥରେ କ'ଣ ହେଇଛି ନା, ବୁଢ଼ା କହିଲା, ଆଗକୁ ତ ଦଶହରା ଆସୁଛି, ଆଉ ଟିକେ ବିରି ମୁଁ ଆଣିଛି, ପିଠା ଟିକେ କରିବ। ପିଠା କେବେଠୁ ଖାଇନି, ଖାଇବା ଆଉ। ବୁଢ଼ୀ କହିଲା, ହଉ ଠିକ୍ ଅଛି, କରିବା। ହେଲେ ଠିକ୍ ଦଶହରା ପୂର୍ବ ଦିନ ସେ ତାର ବିରି ବତୁରେଇ, ଚାଉଳ ବତୁରେଇ ସବୁ କରି ପିଠା ପାଇଁ ଯୋଗାଡ଼ ଯନ୍ତ୍ର କରିଛି ବୁଢ଼ୀ। ହେଲେ ଦିନେ ଅଛି, ବୁଢ଼ା ସିଆଡ଼ୁ ଆସିଲା, କହିଲା, କ'ଣ ଖାଲି ବସିଥାଉଛ, କିଛି କାମ କରିବାକୁ ନାହିଁ? ମୁଁ ଯାଇ ଖରା ତରାରେ ବୁଲିକି ପଇସା ପତ୍ର ଆଣୁଛି ବୋଲି ସିନା ସଂସାର ଚାଲିଛି। ବୁଢ଼ୀ କହିଲା, ହଁ, ଆଉ ମୁଁ ଯେଉଁ ସବୁ ରୋଷେଇବାସ କରି ତମକୁ ଦେଉଛି ସେଇଟା ଆଉ ଜଣାପଡ଼ୁନି ନା? ବୁଢ଼ା କହିଲା, ହଁ, ସେ ରୋଷେଇରେ କ'ଣ ଅଛି, ଖାଲି ତ ଭାତ ଟିକେ ଡାଲି ଟିକେ କରୁଛୁ, କୋଉ ଅଧିକ ଜିନିଷ କରୁଛୁ କି? ହଉ ଦେଖିବା, କାଲିକି ତ ଦଶହରା, ପିଠା କରିବୁ, ଦେଖିବା ଜଣା ପଡ଼ିଯିବ କେମିତି ପିଠା କରିବୁ ଆଉ। କହିଦେଇକି ବୁଢ଼ା ପଳେଇଲା। ବୁଢ଼ୀ ତାର ବଟାବଟି କୁଟାକୁଟି ସବୁ କଲା, ସବୁ କରିକି ରଖିଲା। ତାପରଦିନ ସକାଳୁ ଯେତେବେଳେ ବୁଢ଼ା ଆସିକି କହିଲା, ପିଠା ହେଲାଣି ନା? ହଁ, ପିଠଉ ରେଡ଼ି କରିକି ମୁଁ ରଖିଛି, ବସ ଟିକେ, ଧୁଆଧୁଇ ହେଇକି ବସ, ମୁଁ କରିଦେଉଛି ପିଠା ଏବେ। ତ ଚକୁଳି ପିଠା ବନେଇଲା ବେଳକୁ ଟୋଟାଲ ଗଣି 5ଟି ଚକୁଳି ପିଠା ହେଲା। 5ଟି ଚକୁଳି ପିଠା ହେଲେ ବୁଢ଼ା କହିଲା, ମୋତେ ଭାରି ଭୋକ ହେଲାଣି, ମୁଁ 3ଟି ପିଠା ଖାଇଦେବି, ବାକି 2ଟା ତୁ ଖାଇବୁ। ବୁଢ଼ୀ କହିଲା, କି ତମେ କାହିଁ 3ଟି ପିଠା ଖାଇବ? ମୁଁ 3ଟି ପିଠା ଖାଇବି, ତମେ 2ଟା ଖାଅ, ମୋତେ ବି ବହୁତ ଭୋକ, ମୁଁ କେତେ କଷ୍ଟ କରି ବିରି ବାଟିଛି, ସବୁ କରିଛି। ତ 2 ଜଣ ଯାକ ଚାଲିଲେ ରାଗରୁଷା ପୁଣି ଆଉ। କିଏ ଅଧିକ କାମ କରୁଛି? ବୁଢ଼ା କହିଲା, ମୁଁ ଅଧିକ କାମ କରୁଛି, ବାରିପଟେ ଯାଇ ସବୁ ପ୍ରକାର ଚାଷବାସଠୁ ଆରମ୍ଭ କରି ସବୁ କରି ଫଳ ନେଇ ହାଟରେ ବିକ୍ରି କରି ସେଠୁ ପଇସା ଆଣି ଦେଉଛି। ବୁଢ଼ୀ କହିଲା, ମୁଁ ସବୁ ପ୍ରକାର ରୋଷେଇବାସ କରୁଛି, ଆଉ ତମେ ଯେଉଁ ପରିବାପତ୍ର କରୁଛ ତାକୁ ମୁଁ ବି ତ ଯାଇକି ସନ୍ଧ୍ୟାବେଳେ କୋଡ଼ାକୋଡ଼ି କରି ପାଣି ଦିଆଦି ସବୁ କରୁଛି, ତେଣୁ ମୁଁ ଅଧିକ କାମ କରୁଛି। 2 ଜଣ ଯାକର ଝଗଡ଼ା ଚାଲିଲା। ଆଉ ପିଠା 5ଟି ଥୁଆ ହେଇଛି ସେମିତି, କିଏ କେତେଟା ଖାଇବ ଝଗଡ଼ା ଚୁଟିଲାନି। ଶେଷକୁ 2 ଜଣ ଯାକ ଗୋଟେ ନିଷ୍ପତ୍ତି କଲେ ଯେ ଠିକ୍ ଅଛି, ଗୋଟେ କାମ କରିବା, ଆମେ 2 ଜଣ ଗୋଟେ କମ୍ପିଟିସନ୍ କରିବା। କ'ଣ ନା, ଆମେ 2 ଜଣ ଚୁପଚାପ ରହିବା, ଭୋକ ହଉ, ଶୋଷ ହଉ, କି ଯାହା ବି ହଉ, ପାଟି ଖୋଲିବାନି। ଯିଏ ଆଗେ ପାଟି ଖୋଲିବ ସିଏ ହାରିଲା, ସିଏ 2ଟି ପିଠା ଖାଇବ, ଆଉ ଆର ଜଣକ 3ଟି ପିଠା ଖାଇବ। 2 ଜଣ ଯାକ ସର୍ତ୍ତ ରାଜି ହେଲେ। ରାଜି ହେଇ ଚୁପଚାପ ବସିଲେ। ଅଧଘଣ୍ଟା ଗଲା, ଘଣ୍ଟାଏ ଗଲା, 1.5 ଘଣ୍ଟା ଗଲା, 2 ଜଣ ଯାକ ପାଟି ପୁରା ଏକଦମ ଚୁପ୍ କରି ବସିଛନ୍ତି, କେହି କାହାକୁ କିଛି କହୁନାହାନ୍ତି। ଏମିତି ହେଇ ହେଇ ଯେତେବେଳେ ସନ୍ଧ୍ୟା ହେଇଗଲା, ନିଦ ଲାଗିଲାଣି, ସେଇଠି 2 ଜଣ ଯାକ ଶୋଇପଡ଼ିଲେ, କିନ୍ତୁ ପାଟି ଖୋଲିଲେ ନାହିଁ। ନ ଖୋଲିଲେ ଲୋକ ଦିନ ସାରା ଦେଖିଲେଣି ବାହାରେ ଯେ ଦଶହରାରେ କାହିଁ ରତନା ବୁଢ଼ାରେ କାହିଁ ଦେଖା ନାହିଁ। ଏମିତି ହେଇ ହେଇ ସନ୍ଧ୍ୟାବେଳକୁ କିଏ ଗୋଟେ ସେପଟେ ଯାଉଥିଲା, ଡାକିଲା, ଓ ରତନା ବୁଢ଼ା। ବୁଢ଼ା ବା କାହିଁ ଶୁଣନ୍ତା। ବୁଢ଼ା ଦେଖିଲା, ମୁଁ ଯଦି ପାଟି ଖୋଲିଦେବି ତାହେଲେ ବୁଢ଼ୀ 3ଟା ପିଠା ଖାଇଦେବ, ମୋତେ 2ଟା ମିଳିବ। ବୁଢ଼ା ନ ଶୁଣିଲା ବେଳେ ପଡ଼ିକି ରହିଲା। ସେ ଲୋକ ଯିଏ ଡାକୁଥିଲା ସିଏ ଯାଇ ଗାଁରେ କହିଲା, ଆରେ ବୁଢ଼ା ବୁଢ଼ୀ କ'ଣ ଡାକିଲେ ଶୁଣୁନାହାନ୍ତି, ହାକିଲେ ଶୁଣୁନାହାନ୍ତି, କ'ଣ କିଛି ଅସୁବିଧା ହେଲା କିରେ? ଗାଁ ଲୋକେ ଆସିଲେ। ଆସିକି 2-4 ଜଣ ଆସିକି ଦେଖିଲା ବେଳକୁ
ବୁଢ଼ା ଗୋଟେ ସେଜରେ ବୁଢ଼ୀ ଗୋଟେ ସେଜରେ ପଡ଼ିକି ଅଛନ୍ତି। ପାଟି ନାହିଁ ତୁଣ୍ଡ ନାହିଁ ଚୁପଚାପ ପଡ଼ିଛନ୍ତି। ଗାଁ ଲୋକେ କଥା ହେଲେ ଇଏ ବୁଢ଼ା ବୁଢ଼ୀ ବୋଧେ ଆଜି ମରିଗଲେ ଆଉ। ଯେତେ ଡାକିଲେ କିଏ ତ ଜମା ଶୁଣିଲେନି। ଆଗରେ ଠିଆ ହେଇକି ବି ଡାକିଲେ ତଥାପି ଶୁଣିଲେନି। ନ ଶୁଣିଲେ ବୁଢ଼ା ବୁଢ଼ୀ ଯାଇ କଥା ହେଲେ, ଗାଁ ଲୋକମାନେ ଯାଇ କଥା ହେଲେ ଯେ ଚାଲ ଏମାନଙ୍କୁ ମଶାଣି ନେଇ ପୋଡ଼ିଦେବା ଆଉ। କହିକି ଆଣିଲେ। ଗାଁ ଲୋକମାନେ କୋକେଇ ରେଡ଼ି କଲେ। କୋକେଇ ମାନେ ଜାଣିଛ ପିଲେ, ବାଉଁଶରେ ବନା ହୁଏ ଗୋଟେ ସିଡ଼ି ଭଳିଆ, ତା ଉପରେ ଶବକୁ ରଖିକି ନେବା ପାଇଁ କୋକେଇ ବନେଇଲେ। ସବୁ ନେଇକି ରେଡ଼ି କରି ବୁଢ଼ାକୁ ଗୋଟେ କୋକେଇରେ, ବୁଢ଼ୀକି ଗୋଟେ କୋକେଇରେ ବୋହି ନେଇକି ମଶାଣି ଯାଇ ନେଲେ। ହେଲେ ବୁଢ଼ା ବୁଢ଼ୀ କେହି ପାଟି ଖୋଲୁନାହାନ୍ତି। ଠିକ୍ ମଶାଣିକି ଯିବା ଆଗରୁ ଜଷ୍ଟ ପହଞ୍ଚିବା ପୂର୍ବରୁ କ'ଣ ହେଇଛି ନା ପ୍ରବଳ ବର୍ଷା ଝଡ଼ ତୋଫାନ ଆସିଲେ। ଗାଁ ଲୋକମାନେ କହିଲେ ଆରେ କିଏ କହିଲା ମୋର ଗାଈ ବନ୍ଧା ହେଇଛି ବାହାରେ ମୁଁ ଆଣିନି, କିଏ କହିଲା ମୋର ସବୁ ଜିନିଷପତ୍ର ଅଛି, ମୁଗ ବିରି ସବୁ ବାହାରେ ଥୁଆ ହେଇଥିଲା ମୁଁ ଘର ଭିତରକୁ ନେବି। ଯିଏ ଯୁଆଡ଼େ ଦୌଡ଼ିକି ପଳେଇଲେ। ଆଉ 4-5ଟି ଲୋକ ଆଉ କ'ଣ କରିବେ, ଆସିଛୁ ତ ଯେମିତି ହେଲେ କାମ ସାରିକି ଯିବା ବୋଲି ଅପେକ୍ଷା କଲେ। ସବୁ କାଠ ପାତ୍ର ରଖିଲେ। ଯେମିତି ବୁଢ଼ା ବୁଢ଼ୀକି ନେଇକି କୋକେଇ ନେଇକି ମଶାଣି ପୋଡ଼ିବାକୁ ଯାଇଛନ୍ତି, ବୁଢ଼ୀ ଆଗେ ପାଟି କଲା, ଆରେ ବୁଢ଼ା ଯାହା ହେଲା ତୁ 3ଟା ଖା, ମୁଁ 2ଟା ଖାଉଛି ସିନା, ଆଉ ଚୁପ୍ ରହିପାରିବିନି, ଚାଲେ ପଳେଇବା ବୋଲି ବୁଢ଼ାଳି କଲା। ଯେ ନାଇଁ ଏତେ କଥା ହେଲାଣି, କାଳେ ଆମକୁ ସତୁ ନିଆଁ ଲଗେଇଦେବେ, ବେଟର ତୁ 3ଟା ଖାଇବୁ ପୁରା ଖାଇଦେ ସିନା, ମୁଁ ହାରିଲି, ମୁଁ 2ଟା ଖାଇବି, ଚାଲେ ପଳେଇବା। ଏଇ କଥା ଯେତେବେଳେ ସେ ଶୁଣିକି କହିଲା, ବୁଢ଼ୀ ମୁଁ ଯେମିତି କହିଲା ବୁଢ଼ା ହେଇକି ହସିକି ଉଠିଲା, ଆଉ ମୁଁ 3ଟା ଖାଇବି ବୋଲି। ଉଠିଲା ବେଳକୁ ଦେଖିଲା ବେଳକୁ କ'ଣ ହେଇଛି ନା, ଯେତିକି ଲୋକ ସବୁ ଯାଇଥିଲେ ସବୁ ତ ଯିଏ ଯୁଆଡ଼େ ପଳେଇଛନ୍ତି, ମାତ୍ର 5ଟି ଲୋକ ସେଠି ଅଛନ୍ତି। ସେ ଲୋକ ଗୁଡ଼ା ଭାବିଲେ ଯେ ଏ ବୁଢ଼ା ବୁଢ଼ୀ ବୋଧେ ମରି ତ ଯାଇଥିଲେ, ଭୂତ ହେଇକି ବୋଧେ ବାହାରିଲାଣି। ବୁଢ଼ା କ'ଣ 3ଟା ଲୋକକୁ ଖାଇବ କହୁଛି, ବୁଢ଼ୀ କ'ଣ 2ଟା ଲୋକକୁ ଖାଇବ କହୁଛି। ସେମାନେ ତ ଛାନିଆ ହେଲେ ଆଉ। ଛାନିଆ ହେଇକି ଦୌଡ଼ିଲେ। ବୁଢ଼ା ବୁଢ଼ୀ ବି ଭୋକରେ ପୁରା ଅବସ୍ଥା ହେଇକି ଅଛନ୍ତି। ବୁଢ଼ା ବୁଢ଼ୀ ମଧ୍ୟ ତାଙ୍କ ପଛେ ପଛେ ଡଗଡଗ ହେଇକି ଆସିଲେ। ସିଏ ଯେତେବେଳେ ବାହୁଡ଼ିକି ଚାହିଁଲେ, ଦେଖିଲେ ଯେ ବୁଢ଼ା ବୁଢ଼ୀ ପଛେ ପଛେ ଆସୁଛନ୍ତି, ସେମାନେ ସିଓର ହେଇଗଲେ ଯେ ନା ଇଏ ଆଜି ବୁଢ଼ା 3ଟା ଲୋକକୁ ଖାଇବ, ବୁଢ଼ୀ 2ଟା ଲୋକକୁ ଖାଇବ, ଭୂତ ହେଇଛନ୍ତି ଆଉ। ପ୍ରାଣ ବିକଳରେ ଦୌଡ଼ି ଆସିକି ପହଞ୍ଚିଲେ ଗାଁରେ। ଗାଁ ଲୋକମାନେ ଛାନିଆ ହେଲେ, କ'ଣ ହେଲା ଧାଇଁ କାହିଁ ଆସିଲ, ନିଆଁ ଲଗେଇଲ କି? ନା କ'ଣ ଲଗେଇବୁ, ସେ ବୁଢ଼ା ବୁଢ଼ୀ ବଞ୍ଚିଛନ୍ତି, ଏଇ ଯୋଉ ଭୂତ ହେଇଯାଇଛନ୍ତି, ସିଏ 3ଟା ଲୋକକୁ ଖାଇବ କହୁଛି, ଆଉ ମତେ 2ଟା ଲୋକକୁ ଖାଇବ କହୁଛି ବୁଢ଼ୀ, ସେଇଥିପାଇଁ ପ୍ରାଣ ଭୟରେ ପଳେଇ ଆସିଛୁ, ଆମ ପଛେ ପଛେ ଗୋଡ଼େଇ ଆସିଲେଣି। କହିଲେ ଗାଁ ଲୋକ, କି ଆଶ୍ଚର୍ଯ୍ୟ କଥା, ବୁଢ଼ା ବୁଢ଼ୀ ଭୂତ ହେଇକି ଗୋଡ଼ଉଛନ୍ତି ତୋତେ, ସାଙ୍ଗେ କ'ଣ କରିବେ, ପାଳ ନିଆଁ ଧରିକି ଟାୟାର ଜଳେଇକି ବଡ଼ ଢୁଙ୍କା ଲଗେଇକି ଆସିବେ। ଗଣ୍ଡେ ଲୋକ କହିଲେ ହଉ 5 ଜଣଙ୍କୁ ସିନା ତମେ ଡରୁଛ, ଚାଲ ମିଶିକି 100 ହବ ଯିବା, 40-50 ହବ ଯିବା। କହିକି ଆସିଲା ବେଳକୁ ବୁଢ଼ା ବୁଢ଼ୀ ଡଗଡଗ ହେଇକି ଅନ୍ଧାରଟାରେ ଆସୁଛନ୍ତି ତଡ଼ି ଆଉ। ଏମାନେ ପାଟି କଲେ, ଏ ରତନା ବୁଢ଼ା ଚୁପଚାପ ସେଠି ଠିଆ ହ, ପିଟି ଦେବୁ ନହେଲେ, କହିଲେ ରତନା ବୁଢ଼ାର ତ ଅଭ୍ୟାସ ଅଛି ଆଗରୁ। ରତନା ବୁଢ଼ା କହିଲା, ହେ ଯାଉନୁ, କାହିଁ ପାଟି କରୁଛୁ, ଚାଲେ ମତେ ଭୋକ ହେଲାଣି ମୁଁ ଖାଇବି। କହିବାରୁ ଗାଁ ଲୋକେ ଜାଣିଲେ, କହିଲେ ଆରେ ନା ରେ ଇଏ ମରିନି, ଇଏ ସତସତିଆ ରତନା ବୁଢ଼ା ତ ଏମିତି କହେ ଆଉ। କହିକି ଦୌଡ଼ି ଯାଇକି ବୁଢ଼ାକୁ ଧରିଲେ। କହିଲେ ଆରେ ବୁଢ଼ା ତମେ 2 ଜଣର ହେଇଥିଲା କ'ଣ, ଏମିତି ଚୁପଚାପ କାହିଁ ଥିଲ? ନା ଏ ଛାଡ଼େ ଭୋକ ହେଲାଣି। କହିକି ଯାଇକି 2 ଜଣ ବସିକି ଚକୁଳି ଖାଇଲେ। ଲୋକ ପଛେ ପଛେ ଆସିକି ହାଜର, ଆରେ ଚକୁଳି ଖାଉଛ, କଥା କ'ଣ ପଚାରିଲେ କହୁନ। ବୁଝିଲା ବେଳୁ ଏଇଆ କଥା କ'ଣ ନା, ଝଗଡ଼ା ଝାଟି ଲାଗି କିଏ 3ଟି ଖାଇବ, କିଏ 2ଟି ଖାଇବ, ସେଇଥିପାଇଁ ସେମାନଙ୍କର ଏତେ ରାଗରୁଷା ହେଇକି ଥିଲେ। ଗାଁ ଲୋକେ ହସି ହସି କହିଲେ, ବୁଝିଲ, ଏ ରତନପୁର ଗାଁକୁ ଏ ରତନ ବୁଢ଼ା ହିଁ ଠିକ୍, ଇଏ ହିଁ ସବୁ ଆମକୁ ସାଇଜ କରିବ ଦିନେ ଆଉ। କହିକି ଯିଏ ଯାହା ରାସ୍ତାରେ ଘରକୁ ଗଲେ। ମୋ କଥାଟି ସରିଲା, ଫୁଲ ଗଛଟି ମରିଲା। ବାଏ।